କ'ଣ କହିଲ ଆଜିର ଟପିକ୍ ହେଉଛି ନର୍ଭସ୍ ସିଷ୍ଟମ୍। ଏହା ଆନାଟୋମି ଫିଜିଓଲୋଜିର ଆନାଟୋମି ଆଣ୍ଡ ଫିଜିଓଲୋଜିର ଏକ ଟପିକ୍, ଗୁରୁତ୍ୱପୂର୍ଣ୍ଣ ଟପିକ୍। ଏଥିରୁ କ୍ୱେଶ୍ଚିନ୍ ଆସିବାର ଚାନ୍ସେସ୍ 10%। ତାପରେ ବି ଆମେ ଯେହେତୁ କ୍ୱେଶ୍ଚିନ୍ ଆସିବାର ଚାନ୍ସେସ୍ 10%, ତାପରେ ବି ଆମେ ଯେହେତୁ ଗୋଟେ ଟପିକ୍ଟେ ଅଛି ଆମେ ପଢ଼ୁଛେ ନର୍ଭସ୍ ସିଷ୍ଟମ୍, ଅର୍ଥାତ୍ ଆମେ ଯେଉଁ ପଢ଼ୁନେ ନା ହ୍ୟାଣ୍ଡ ଆଇ କୋର୍ଡ଼ିନେସନ୍, ହ୍ୟାଣ୍ଡ ଆଇ କୋର୍ଡ଼ିନେସନ୍ ହେଲା, ସରି ହ୍ୟାଣ୍ଡ ଆଇ କୋର୍ଡ଼ିନେସନ୍ କହୁଛି, ଆମର ଅଛି ଗୋଟେ ବଡ଼ି କୋର୍ଡ଼ିନେସନ୍ ଆମର ଅଛି, ତା ଭିତରେ ଯାଇକି ଦେଖିଲେ ମୁଁ କହିଦେବି ନର୍ଭସ୍ ସିଷ୍ଟମ୍ କେଉଁଟା। ଆଚ୍ଛା, ଏଇଭଳିଆ ଅଛି ଗୋଟେ। ପ୍ରଥମେ ନର୍ଭସ୍ ସିଷ୍ଟମ୍ ହେଉଛି କ'ଣ? ନର୍ଭସ୍ ସିଷ୍ଟମ୍ ଇଜ୍ ଦ କଣ୍ଟ୍ରୋଲ୍ ସେଣ୍ଟ୍ରାଲ୍, ଆମ ବଡ଼ିକୁ କ'ଣ କରେ? କଣ୍ଟ୍ରୋଲ୍ କରିଥାଏ। ଟୋଟାଲି ଆମ ବଡ଼ି ଯାହା କରୁଛି କରୁ, ସବୁ କଣ୍ଟ୍ରୋଲ୍ କିଏ କରେ? ନା ଏନ୍ଭିଏସ୍ କଣ୍ଟ୍ରୋଲ୍ କରେ। ଏନ୍ଭିଏସ୍ ଅର୍ଥ ନବୋଦୟ ବିଦ୍ୟାଳୟ ସଂଗଠନ ନୁହେଁ, ନର୍ଭସ୍ ସିଷ୍ଟମ୍। ଓକେ, ଆଚ୍ଛା। 2 ନମ୍ବର ଲେଖିଲା ନ୍ୟୁରନ୍ସ। ନ୍ୟୁରନ୍ସ ଇଜ୍ ଦ ଷ୍ଟ୍ରକ୍ଚରାଲ୍ ଆଣ୍ଡ ଫଙ୍କସନାଲ୍ ୟୁନିଟି ଅଫ୍ ନର୍ଭସ୍ ସିଷ୍ଟମ୍। ନ୍ୟୁରନ୍ସ ହେଉଛି କ'ଣ? ଆମ ନର୍ଭସ୍ ସିଷ୍ଟମ୍ରେ ସବୁ କାର୍ଯ୍ୟ କିଏ କରେ? ନ୍ୟୁରନ୍ସ କରେ। ନ୍ୟୁରନ୍ସ ସବୁ କ'ଣ କରେ? ନା ସବୁ କାର୍ଯ୍ୟ ଆମର ନ୍ୟୁରନ୍ସ କରେ। ଥର କରେ। ଆମେ ଏ କ୍ଲାସ୍ ସାରିଦେବାକୁ ମୁଁ ଚେଷ୍ଟା କରୁଛି। ଆଚ୍ଛା, ଷ୍ଟଡି ଅଫ୍ ବ୍ରେନ୍। ଯଦି ଆପଣ ତ ହାର୍ଟ ପଢ଼ିଲେ, ଆମର ଯଦି ଆମେ ହାର୍ଟ ପଢ଼ୁଛେ, ଷ୍ଟଡି ଅଫ୍ ହାର୍ଟ କ'ଣ? ଷ୍ଟଡି ଅଫ୍ ହାର୍ଟ ହେଉଛି କାର୍ଡ଼ିଓଲୋଜି। ଯେହେତୁ କାର୍ଡ଼ିଆକ୍ କଥା ପଢ଼ୁଛେ, ସେଇଭଳିଆ ଷ୍ଟଡି ଅଫ୍ ହାର୍ଟ ହେଉଛି କାର୍ଡ଼ିଓଲୋଜି। ଯଦି ହାର୍ଟ ଉପରେ, ହାର୍ଟକୁ କିଏ ଅପରେସନ୍ କରନ୍ତି, ହାର୍ଟ ଉପରେ ଷ୍ଟଡି କରିବା ବା ହାର୍ଟର ବହିକୁ ଆମେ କହିବା କ'ଣ? କାର୍ଡ଼ିଓଲୋଜି। ଆଚ୍ଛା, ହାର୍ଟ ଉପରେ ଯେଉଁମାନେ ପଢ଼ନ୍ତି ବା ହାର୍ଟ ଡକ୍ଟରମାନଙ୍କୁ କ'ଣ କହନ୍ତି? ନା କାର୍ଡ଼ିଓଲୋଜିଷ୍ଟ କହନ୍ତି। ସେଇଭଳିଆ ଷ୍ଟଡି ଅଫ୍ ବ୍ରେନ୍ କ'ଣ? ନ୍ୟୁରୋଲୋଜି। ଆଚ୍ଛା, ବ୍ରେନ୍ ଉପରେ ଯେଉଁମାନେ ଷ୍ଟଡି କରୁଛନ୍ତି, ଯେଉଁମାନେ ଡକ୍ଟରଙ୍କୁ କ'ଣ କହନ୍ତି? ନ୍ୟୁରୋଲୋଜିଷ୍ଟ। ଆଚ୍ଛା, ସେଇଭଳିଆ ବହୁତ ଜିନିଷ ଅଛି। ଷ୍ଟଡି ଅଫ୍ ଲଙ୍ଗସ୍ କ'ଣ? ଷ୍ଟଡି ଅଫ୍ ଲଙ୍ଗସ୍। ଷ୍ଟଡି ଅଫ୍ ଲଙ୍ଗସ୍ କ'ଣ? ନା ଷ୍ଟଡି ଅଫ୍ ଲଙ୍ଗସ୍ ହେଉଛି ପଲ୍ମିନୋଲୋଜି। ଷ୍ଟଡି ଅଫ୍ ଲଙ୍ଗସ୍ ହେଉଛି କ'ଣ? ପଲ୍ମିନୋଲୋଜି। ଅଛି ପିଲାମାନେ? ଗୋଟେ ମିନିଟ୍, ମାନେ କିଏ ଜଏନ୍ ହେଉଛି? ଆଚ୍ଛା, ଷ୍ଟଡି ଅଫ୍ ସେଇଭଳିଆ ଷ୍ଟଡି ଅଫ୍ କ'ଣ? ଲଙ୍ଗସ୍। ଲଙ୍ଗସ୍ କ'ଣ? ଲଙ୍ଗସ୍ ହେଉଛି କ'ଣ? ଯଦି ଆମେ ଷ୍ଟଡି ଅଫ୍ ଲଙ୍ଗସ୍ ପଢ଼ିବା, ପଲ୍ମୋନୋଲୋଜି ପଢ଼ିଲେ ସେଇଭଳିଆ ଷ୍ଟଡି ଅଫ୍ ଯିଏ ଯେଉଁ ଲଙ୍ଗସର ଡକ୍ଟରମାନେ କିଏ? ଧରନି ଆପଣଙ୍କର ଫୁସଫୁସରେ କିଛି ପ୍ରୋବ୍ଲେମ୍ ହେଇଛି, ଆପଣ ଫୁସଫୁସ ଫାଡ଼ିକି ସେଥିରୁ ମାଛ କଣ୍ଟା ବାହାର କରା କ'ଣ କରାହେବ? କି ଆପଣଙ୍କର ଅପରେସନ୍ ହେବ, ତାକୁ କିଏ ଅପରେସନ୍ କରିବେ? ସାଇକେଲ ଦୋକାନୀ, ଗୁପଚୁପ ଦୋକାନୀ? ନା, କିଏ କରିବେ? ପଲ୍ମିନୋଲୋଜିଷ୍ଟ ମାନେ କରିବେ। ବୁଝିହେଲା ପିଲାମାନେ? ସେଇ ହେଉଛି କାହାଣୀ। ଆଚ୍ଛା, ଷ୍ଟଡି ଅଫ୍ ବ୍ରେନ୍ ହେଉଛି ନ୍ୟୁରୋଲୋଜି। 3 ନମ୍ବର ହେଉଛି କ'ଣ? ନା ଷ୍ଟଡି ଅଫ୍ ବ୍ରେନ୍ ଗଲା। 4 ନମ୍ବର ହେଉଛି ଷ୍ଟଡି ଅଫ୍ ଲଙ୍ଗସ୍ ପଲ୍ମିନୋଲୋଜି ଗଲା। ଆଚ୍ଛା, ଯେତେବେଳେ ଦେଖିଲେ ବ୍ରେନ୍, ମୁଣ୍ଡର ଓଜନ କେତେ? ମେଲ୍ ଯଦି ଗୋଟେ ପୁରୁଷର ମୁଣ୍ଡର ଓଜନ ହେଉଛି 450 ଗ୍ରାମ ହେଲା ବେଳକୁ, ଗୋଟେ ଫିମେଲ୍, ଗୋଟେ ମହିଳାର ବ୍ରେନ୍ର ଓଜନ ହେଉଛି କେତେ? 350 ଗ୍ରାମ। ତାହେଲେ ଏଠି ଟିକେ ପୁଅ ପିଲାମାନେ ବେଶୀ ମୁଣ୍ଡ ଫଟାନ୍ତି ଜଣାପଡ଼ୁଛି। ଓକେ, ଆଚ୍ଛା, ହଉ, ଏଇଟା କୌଣସି ଗୋଟେ ଜେଣ୍ଡର ବେସ୍ ମୁଁ କହୁନି, ବାକି ଗୋଟେ ମଜାକ ପାଇଁ କହିଦେଲି। ଆଚ୍ଛା, ଲେୟର୍, ସେଭଳିଆ ସବୁ ଜିନିଷର ଲେୟର୍ ଅଛି। ଆପଣଙ୍କୁ ଯେଉଁଟା କୁହାଯାଇଥିଲା କି ହାର୍ଟର ଲେୟର୍ ଅଛି, ମୁଁ କହିଥିଲି ଯେମିତିକି ଇପିକାର୍ଡ଼ିୟମ୍, ମାୟୋକାର୍ଡ଼ିୟମ୍, ଏଣ୍ଡୋକାର୍ଡ଼ିୟମ୍। ମୁଁ କହିଥିଲି EME କହିପାରିବେ, ବା ଇପି ବା ପେରି। ଇପି ବା ସ୍ଲାସ୍ ଦେଇକି ଆପଣ ଲେଖିପାରିବେ ପେରି। PME କହିପାରିବେ ନା EME କହିପାରିବେ। E ଫର୍ କ'ଣ? ଇପିକାର୍ଡ଼ିୟମ୍, ବା P ଫର୍ କ'ଣ? ପେରିକାର୍ଡ଼ିୟମ୍। M ଫର୍ ମାୟୋକାର୍ଡ଼ିୟମ୍, E ଫର୍ ଏଣ୍ଡୋକାର୍ଡ଼ିୟମ୍। ଆଚ୍ଛା, ସବୁଠୁ ଭିତରେ କିଏ ଅଛି? ମେନ୍ ହେଉଛି ହାର୍ଟ ମସଲ୍। କିଏ? ଆପଣ କହିବେ କ'ଣ? ସାର୍ ମାୟୋକାର୍ଡ଼ିୟମ୍ ହେଉଛି ହାର୍ଟ ମସଲ୍। ଆଚ୍ଛା, ସେଇଭଳିଆ ବ୍ରେନ୍ରେ ମଧ୍ୟ ଗୋଟେ ଅଛି କ'ଣ? ତାଙ୍କର ବି ଗୋଟେ ଲେୟାର୍ ଅଛି। ସେ ଲେୟାର୍ଟା ହେଉଛି କ'ଣ? DAP। ଯେଉଁ ବିଲରେ ଯେଉଁ DAP ପଡ଼ୁଛି, ସେ DAP ନୁହେଁ ବାବୁ, ଏଟା ଗୋଟେ DAP। D ଫର୍ କ'ଣ? ଡୁରାମିଟର। A ଫର୍ କ'ଣ? ଆର୍କନଏଡ୍। ଆଉ P ଫର୍ କ'ଣ? ପିଆମିଟର। ଇଏ ହେଉଛି 3ଟା ଲେୟର୍ ଅଛି ବ୍ରେନ୍ର। ଆଚ୍ଛା, ଟାଇପ୍ସ ଅଫ୍ ନର୍ଭସ୍ ସିଷ୍ଟମ୍। ନର୍ଭସ୍ ସିଷ୍ଟମ୍ ହେଉଛି 2 ପ୍ରକାର। ଗୋଟେ ହେଉଛି ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍, ଗୋଟେ ହେଉଛି ସେଣ୍ଟର ବା ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍। ଯେମିତିକି ଆପଣଙ୍କର ହେଉଛି ମୁଣ୍ଡ, ଆପଣଙ୍କର ମୁଣ୍ଡ, ଆଉ ଆପଣ ମୁଣ୍ଡରୁ ସିଧା ଗୋଟେ ଆସିଥିବ ଯେଉଁଟା ବେକ ଦେଇକି ପଛକୁ ଯାଇଥିବ, ତାହା ହେଉଛି କ'ଣ? ସ୍ପାଇନାଲ୍ କର୍ଡ଼। ଯେଉଁଟାକି ସିଧା କଞ୍ଚା ଓଡ଼ିଆରେ ଦେଶୀ ଭାଷାରେ କହିବାକୁ ଗଲେ ଆପଣଙ୍କ ମଝିଶିରା ଭିତରେ ଗୋଟେ ତାର ପଶିଛି, ମୁଣ୍ଡ ପର୍ଯ୍ୟନ୍ତ ଯାଇଛି, ସେଇଟାକୁ କୁହନ୍ତି କ'ଣ? ସ୍ପାଇନାଲ୍ କର୍ଡ଼। ବୁଝିହେଲା? କ୍ଲିଅର୍? ଓକେ, ଆଚ୍ଛା, ଠିକ୍ ଅଛି। ତାହେଲେ ତାପରେ ଆଉ ଗୋଟେ ଅଛି କ'ଣ?
पेरिफेरियल नर्वस सिस्टम चारिपाख नर्वस सिस्टम पेरिफेरी। अच्छा सी हूँ कौन सोमाटिक नर्वस सिस्टम आ गोटे हूँ ऑटोनोमिक नर्वस सिस्टम। आपड़ एठारे मन रखा उचित जे कि सोमाटिक अर्थ बॉडीली आमे जो जिनस को मैनुअल बा फिजिकाली आमे जो जिनस को टच कर आम इच्छा अनुसार आम वॉलंटरी ऑर्गन जो गुड़ा सब बुझीगला पिला मुझे वॉलंटरी ऑर्गन कौन ना आपण जोटा आपण कंट्रोल अच्छी से गुड़ा से नर्वस सिस्टम कौन कहती ना सोमाटिक नर्वस सिस्टम जोटा आपण कंट्रोल अच्छी। सपोज धरने आप निश्वास नेले कि आपण भय कले आपण निजे आपण कंट्रोल आपको रिलैक्स करदे आपण निजे कांदिले आपण कांद निज हिसाब से आप कौन कले ना बंद करदे आपणकर गोटे पूर्व कथा भाविकी कांदिले आप पुणी सी आप फिलिंग्स पुणी आप निजे कैप्चर करने ताहा कौन सोमाटिक नर्वस सिस्टम। ऑटोनोमिक नर्वस सिस्टम कौन ऑटोमेटिक आप आखिरी लुह आसीगला झील विदा होची आपण आखिरी लुह आसीगला जड़े मरीगला आप आखिरी लुह आसीगला यह हूँ कौन ऑटोनोमिक नर्वस सिस्टम। आम बहुत किसी जीवा सम इंडिविजुअल डिफरेन्सेस बहुत किसी जिनस अच्छी व्यक्तिगत विभिन्नता कहार एटा हो पारे किए उच्च को चढ़िले थरी पारे किए तले बेसी समय उच्च को अनेले थरी पारे ता छाती मुंड बिंधि पारे ये भी अच्छी। मुझे जाइली कौटी ना अनुगुल जाइली सेठी देखिली गोटे आपणकर जो कौन कोयला खଣି एपटे कौ जगह गोटे बालुकेश्वर सामनाटा से मंदिर सामना जस्ट गोटे छोटे ये गोटे अच्छी गोटे ड्रेन भाया अच्छे सेपटे पारी होगी जस्ट आम भाविलु गोटे बड़ ग्राउंड तलू खला बेलू लोक एति गोटे लोक देखा ट्रकटे एडिके देखा ये सब जिनस था तेणुक से मो मुंड बुलिला यह हूँ कौन एक प्रकार एंजाइटी मोर बुझीगला से बहुत लोकर बेसी उच्च को चढ़ीगले एंजाइटी आसो बुझीगला उच्च को चढ़ी तलू को नहीं एंजाइटी से थरवे टोटाल मोर से एंजाइटी अच्छी। बहुत लोग अच्छा कौन से उच्च को अनेले से थरती से प्रकार एंजाइटी होती कई लोक जोर गाड़ी चलते एंजाइटी आसते कई लोक कौन गाधो आम गाधो हठात पानी ढाई पड़ा देह हठात चमकी पड़ो से एक प्रकार एंजाइटी कई लोक एक कथा कहूँ माइक्रोफोन नहीं गोटे कहलु स्टेज उपर हठात आपको डाकिदेवे आप हाथ झाड़ हो ये हूँ सोमाटिक एंजाइटी आम कह बुझीगला ये बहुत प्रकार अच्छे आम साइकोलोजी जाए पढ़ा छाड़ से कथा। अच्छा ये जो सेंट्रल नर्वस सिस्टम जो कथा कहला नहीं प्रथम अच्छा से जो सेंट्रल नर्वस सिस्टम कथा कहला सेंट्रल नर्वस सिस्टम जो कथा कहला प्रथम हूँ ब्रेन आर 3 टाइप्स आमर मुंड हूँ 3 प्रकार गोटे हूँ फोर ब्रेन बा फोर हेड आपण सामना आपड़ जो छोट कुनी छुआटे होते आपण माँ जिते आपन को गेला करती फोर हेड्रे आपन को गोटे गेला करती ताहा हूँ कौन फोर ब्रेन प्रथम है ब्रेनटा जदि ये हुए आप सामना पटे जदि यहाँ फोर ब्रेन मझीटा है कौन मिड ब्रेन अच्छा तापरटा है कौन हिंड ब्रेन बुझीगला HMF बा FMH ये भी हो पार फोर ब्रेन मिड ब्रेन आउ हिंड ब्रेन ये हूँ 3 प्रकार ब्रेन। अच्छा प्रथम आम देखिए फोर ब्रेन मुंडर सामने सब कौ मेसीन आम भगवान लगे। अच्छा मुंडर सामने कौन कौन अच्छी ना सेरेब्रम गोटे मेसीन लगे बुझीगला प्रथम मुंडर सामने गोटे अच्छे कौन सेरेब्रम कौन करे ना ए मेसीन कौन कौन कार्य ना थिंकिंग प्लानिंग प्रॉब्लम सॉल्विंग मेमोरी आप खरा दिन छुट्टी कुआड़े बुलिया जी तार प्लानिंग मैंने आप से मेसीन काम करों कथा भावुंट पूर्व कथा भाविकी आप मन दुख कर कौन करा हूँ कौन आपंकर सी हूँ थिंकिंग सेरेब्रम। अच्छा कौन से मेमोरी आप बुद्धि किसी लगे कौन कार्य कर बुद्धि लगे मोबाइल टार आसुना कि मोबाइलटा ये रखीदे जाऊँ सारे ये क्लास कर सीआड़े बुलमी टे मुंड बुद्धि लगे कि जाऊँ आज बुधवार अच्छी लुचि कंटे खाईदे ये सब बुद्धि लगे सी कौन सेरेब्रम कार्य कला से सेरेब्रम तार मेसीन लगाई भगवान मेसीन टे लगे देते से कार्य कला। थालामस आउ गोटे मेसीन लगाई से कौन आड़ू गोटे मेसीन लगाई हूँ थालामस कौन सेंस मोटर माने कौन चलता फिरता माने धाँ दौड़ कार्य सेन्स लगे कौन कार्य कर। अच्छा सेंसोरी इनफर्मेशन दूसरी आप OSS पढ़ी सेंसोरी इनफर्मेशन कौन सी सब कार्य किए कर थालामस ऑल्सो नोन एज रिले स्टेशन ऑफ द ब्रेन आपन को रिले कर पार्टी कौन कथा से थालामस ही रिले कर आपन स्पीच जो बाहर पार्टी आप जो कौन शब्द किए बाहर कर थालामस बाहर कर सी मेसीन लगाई। अच्छा बुद्धि लगे जो कार्य आप कहते बापा नमस्कार सार नमस्कार आ कौन खबर बोल पानी दे जाऊँ शोमी ये जेकोसी पाटर स्पीच ये सब किए कर थालामस।
আচ্ছা সেগুলো ହାଇପୋଥାଲାମସ୍ କ'ଣ କରୁଛି ନା ହାଇପୋଥାଲାମସ୍ ସବୁ ପ୍ରକାର କଣ୍ଟ୍ରୋଲ୍ ଇଣ୍ଟରନାଲ୍ ଏନଭାରମେଣ୍ଟ ଆପଣଙ୍କ ବଡି ଭିତରେ ଟୋଟାଲ ଭିତର ଏନଭାରମେଣ୍ଟଟାକୁ ସେ କଣ୍ଟ୍ରୋଲ୍ କରୁଛି। ବଡ଼ିର ଏନଭାରମେଣ୍ଟ କେମିତି ରହିବ, ଆଜି ସିଏ ହଠାତ୍ ଗରମ ହେଉଛି ସେ ଥଣ୍ଡା କୋଲ୍ଡ ଡ୍ରିଙ୍କସ୍ ପିଇଦେଲା, ତାକୁ କିଏ କଣ୍ଟ୍ରୋଲ୍ କରିବ ନା ହାଇପୋଥାଲାମସ୍ କଣ୍ଟ୍ରୋଲ୍। ପିଇଦେଲା ଠିକ୍ ଅଛି, ଆମରି ଭାଇ ତ ପିଇ ଦେଇଛି ଗୋଟେ ଥଣ୍ଡା, କମ୍ପ୍ଲେନ୍ କର ନା ସବୁ ନ୍ୟୁରୋନ୍ସ ଗୁଡ଼ା, ବ୍ୟସ୍ତ ହୁଅ ନା, ମୁଁ କଣ୍ଟ୍ରୋଲ୍ କରୁଛି ତମେ ଟିକେ ରୁହ, ଆମରି ଲୋକ ତ ପିଇଛି ଆଉ। ଆଚ୍ଛା ବହୁତ ଭୋକ ହେଉଛି, ମଟନ୍ ଏତେ ଖଣ୍ଡ ପଳେଇ ଆଇଲା, ଗିଳୁଛି ବସିକି, କଣ୍ଟ୍ରୋଲ୍ ଭାଇ ସିଏ ଆସି କହୁଥିବ ନ୍ୟୁରୋନ୍ସ, ସାର୍ ସିଏ ଭାରି ଜୋର ଖାଉଛି, ମୁଁ କ'ଣ କରିବି, ମୁଁ ଆଉ ରହିପାରୁନି, ମୁଁ ସେ HCL ଆଉ କାମ କରୁନି, ସିଏ କହିବ ଫୁସ୍ଫୁସ୍ ଆଡ଼େ ପଳେଇ ଆଇଲାଣି କଣ୍ଟା ଏସବୁ ଜିନିଷ, ଏସବୁ କ'ଣ ହେଉଛି ନା ହାଇପୋଥାଲାମସ୍ କଣ୍ଟ୍ରୋଲ୍। ଓକେ ଆଚ୍ଛା ସେଗୁଡ଼ା ଟୁ ରେଗୁଲେଟ୍ସ ଲ ଆପଣଙ୍କର ଯେଉଁ ଭଲ ପାଇବା ରାଗ, ଯାହାକୁ ଯାହା ଉପରେ ରାଗିପାରିବେ ତାକୁ ହିଁ ଭଲ ପାଇପାରିବେ, ସେ ଯେଉଁ ଜିନିଷ କିଏ କଣ୍ଟ୍ରୋଲ୍ କରେ ବା କେଉଁଠୁ ଆପଣଙ୍କର ଆସୁଛି ଭଲ ପାଇବାଟା, ସେଇ ଯେଉଁ ମେସିନ୍ ଲଗାଇଛି ହାଇପୋଥାଲାମସ୍, ସେଇ ମେସିନ୍ ଦ୍ୱାରା ଆପଣଙ୍କର ଭଲ ପାଇବା କ୍ରିଏଟ୍ ହେଉଛି। କୌଣସି ଏମିତି ମାନେ ଆପଣଙ୍କର ହାର୍ଟର କୌଣସି କାର୍ଯ୍ୟ ନାହିଁ ଯେ କହିବେ ଯେ ମୁଁ ତାକୁ ହୃଦୟରୁ ଭଲ ପାଉଛି, ଟ୍ରୁ ଲଭ୍ କରୁଛି, ସେସବୁ ମିଛ। ସିଏ ହେଉଛି କ'ଣ, ସବୁ ହାଇପୋଥାଲାମସ୍ ବା ପିଟ୍ୟୁଟାରୀ ଗ୍ଲାଣ୍ଡର ଖେଳ, ବୁଝିଗଲା, କ୍ଲିଅର୍। ଓକେ ଆଚ୍ଛା ନେକ୍ସଟ ଆସିଲା କ'ଣ, ଏ ଦେଖ ପିଟ୍ୟୁଟାରୀ ଗ୍ଲାଣ୍ଡ କଥା ଏଠି ଆମେ ନ ଦେଖୁଣୁ ଲେଖିଛି, କଣ୍ଟ୍ରୋଲ୍ କରୁଛି। ଆଚ୍ଛା ଆମର ବଡ଼ିର ଟେମ୍ପରେଚରକୁ ମଧ୍ୟ ସେ କ'ଣ କରୁଛି, କଣ୍ଟ୍ରୋଲ୍ କରିଥାଏ, ବଡ଼ିର ଟେମ୍ପରେଚର, ବୁଝିଗଲା, କିଏ ହାଇପୋଥାଲାମସ୍। ତାହେଲେ ହେଉଛି ଇଏ ହେଉଛି ମେନ୍ ମାନେ ଭିଲିଆନ୍, ବୁଝିଗଲା। ଆଚ୍ଛା ଲଭ୍ ଏଙ୍ଗରିଂ ମେସିନ୍ ଲେଖିଲା, ସବୁ ହେଉଛି ହାଇପୋଥାଲାମସ୍ ଖେଳ, ଆଉ ପ୍ରେମ କିଛି ନାହିଁ। ଅଲସୋ ନୋନ୍ ଆଜ୍ କ'ଣ, ସୁପର ମାଷ୍ଟର ଗ୍ଲାଣ୍ଡ ଆପଣ କହିପାରିବେ, ତାକୁ ସୁପର ମାଷ୍ଟର ଗ୍ଲାଣ୍ଡ ଆପଣ କହିପାରିବେ। ସିଏ ତ ସବୁ କଣ୍ଟ୍ରୋଲ୍ କଲା ଭାଇ, ଆପଣଙ୍କର ଭଲ ପାଇବା, ଆପଣଙ୍କର ରାଗ କ୍ରୋଧ, ଯେକୌଣସି ଲୋଭ, ସବୁ ଜିନିଷ ସେ କଣ୍ଟ୍ରୋଲ୍ କଲା, ଆପଣଙ୍କ ବଡି ଏନଭାରମେଣ୍ଟକୁ କଣ୍ଟ୍ରୋଲ୍ କଲା, ଆପଣଙ୍କ ବଡି ଟେମ୍ପରେଚରକୁ କଣ୍ଟ୍ରୋଲ୍ କଲା, ସବୁ କଲା। ତାହେଲେ ତାକୁ କ'ଣ କୁହାଯିବ, ସୁପର ମାଷ୍ଟର ଗ୍ଲାଣ୍ଡ କୁହାଯିବ ନିଶ୍ଚିତ ଭାବରେ। ଆଚ୍ଛା ତାପରେ ଆସିଲା କ'ଣ, ମିଡ୍ ବ୍ରେନ୍ ହେଉଛି ଖାଲି, ଟୋଟାଲି ଫାଙ୍କା, ମଝିରେ ଆମର କୌଣସି ମେସିନ୍ ନାହିଁ। ଏଇ ଦୁଇଟା ମେସିନ୍ ଠିକ୍ ଭାବରେ ଚାଲିବା ପାଇଁ ଏହାର ଗୋଟେ ଲୁବ୍ରିକେସନ୍ କରିବ, ଦୁଇଟା ମେସିନ୍କୁ ଝୁଲିକି ରହିବ। ଏଟା ଗୋଟେ ସପୋଜ୍ ଧରନିଅ ଗୋଟେ କଞ୍ଚା ଓଡ଼ିଆରେ, ଏଟା ଗୋଟେ ମେସିନ୍, ଏଇଟା ଗୋଟେ ମେସିନ୍, ଏଇଟା କ'ଣ, ଏ ଦୁଇଟା ଦୁଇ ଜଣଙ୍କୁ ଧରିକି ଚାଲିଛ, ଚାଲ ତୁମ ମେସିନ୍ ରଖ, ମୁଁ ମେସିନ୍ ରଖେ, ମୋ ପାଖରେ ମୁଁ କଣ୍ଟ୍ରୋଲ୍ କରି ରଖୁଛି ଦୁଇ ଜଣଙ୍କୁ। ଇଏ ହେଉଛି ମିଡ୍ ବ୍ରେନ୍ର କାର୍ଯ୍ୟ। ଓକେ ଆଚ୍ଛା ତାପରେ ହିଣ୍ଡ ବ୍ରେନ୍ରେ ସବୁ କ'ଣ ଅଛି, ତ ସେଠି ଥିଲା ସେରେବ୍ରମ୍, ଏଠି ଅଛି କ'ଣ, ସେରେବେଲମ୍ ପଛ, ହିଣ୍ଡ ବ୍ରେନ୍ରେ ଅଛି। ଲାର୍ଜେଷ୍ଟ ପାର୍ଟ ଅଫ୍ ଦ ବ୍ରେନ୍, ସବୁଠୁ ବଡ଼ ପାର୍ଟ ସେଠି ଅଛି, କଣ୍ଟ୍ରୋଲ୍ ମସ୍କୁଲାର ମୁଭମେଣ୍ଟ ଆଣ୍ଡ ବଡି ମୁଭମେଣ୍ଟ, ବଡ଼ିର ମୁଭମେଣ୍ଟ ଆଉ ଆପଣଙ୍କର ମାଂସପେଶୀର ମୁଭମେଣ୍ଟକୁ କିଏ କଣ୍ଟ୍ରୋଲ୍ କରିଥାଏ, ସେରେବ୍ରମ୍। ଆପଣ ଯଦି ଭୁଲ ବଶତଃ ହେଉ କି ଜାଣିକି ହେଉ କି ଅକେଜନାଲି ହେଉ ମାଲ୍ ଟିକେ ଚଢ଼େଇ ଦେଇଛନ୍ତି, ଯଦି ହାଲକା ଛୋଟ ଛୁଆଟେ ଟିକେ ପିଇ ଦେଇଛି, ତାହେଲେ ଆପଣଙ୍କର କ'ଣ ସୋଡ଼ିୟମ୍ ଇନବାଲାନ୍ସ ହୁଏ, ଆପଣ ନାଳରେ ପଡ଼ନ୍ତିନି କି ଗୋବର ଗଦା କି ଗୋଗଦାରେ ପଡ଼ନ୍ତି, ନିଶ୍ଚିତ ପଡ଼ୁଥିବେ। ସେଇ ସମୟରେ କ'ଣ ହୁଏ, ସିଏ କଣ୍ଟ୍ରୋଲ୍ କରୁଥିବେ କିଏ ନା ସିଏ ଡିଆକ୍ଟିଭେଟ୍ ହେଇଯାଏ, କିଏ ନା ସେରେବେଲମ୍ ଡିଆକ୍ଟିଭେଟ୍ ହୁଏ। ମଦ ପିଇବ ତୁ ଭାଇ, କ'ଣ ଆମେ ମଦୁଆ, ସିଏ ମଦ ପିଇଦେବ, ଆମେ କ'ଣ ତାକୁ କଣ୍ଟ୍ରୋଲ୍ କରିବୁ, ସେରେବେଲମ୍ କହୁଛି, ଆମେ ତାକୁ କଣ୍ଟ୍ରୋଲ୍ କରିପାରିବୁନି ଭାଇ, ସିଏ ଯାହା ହେଉଛୁ ଆମେ ଛାଡ଼ି ଦେଇଛୁ। ସେ ତାଙ୍କର ଯେତେବେଳେ ମଦ ପିଇବ, ୟାକୁ ନିଶା ହେଇଯିବ ସେରେବେଲମ୍ ତ ଯାଇକି ଶୋଇବ, ସିଏ ଯେତେବେଳେ ଶୋଇବ, ଆଉ ସିଏ ତ ଶୋଇଲାଣି, ଯିଏ କଣ୍ଟ୍ରୋଲ୍ କରିବା କଥା, ଯେଉଁ ଡ୍ରାଇଭର ଇଏ ମସ୍କୁଲାର ମୁଭମେଣ୍ଟକୁ କଣ୍ଟ୍ରୋଲ୍ କରିବା କଥା, ବଡି ମୁଭମେଣ୍ଟକୁ ଯେଉଁ ଡ୍ରାଇଭର କଣ୍ଟ୍ରୋଲ୍ କରିବା, ସିଏ ତ ଶୋଇଲାଣି, ଅଟୋମେଟିକ୍ ଗାଡ଼ି ରାସ୍ତା କଡ଼କୁ ଯିବ, ଆଉ ଭାଇ ଥୟ, ଆଉ ଇଏ ହେଉଛି ଖେଳ। ଆଚ୍ଛା ପ୍ରଥମେ ଏଠି ହାଇପୋଥାଲାମସ୍ରେ ଆପଣଙ୍କର କ'ଣ ହେଲା, ଲଭ୍ ଏଙ୍ଗର, ଭଲ ପାଇବା ଆଉ ରାଗ ବାହାରି ଆସିଲା। ଯେତେବେଳେ ଭଲ ପାଇବାରୁ ଧୋକା ଖାଇକି ସିଏ କ'ଣ କଲା ନା ମଦ ଯେତେବେଳେ ପିଲା, ସେରେବେଲମ୍ କହିଲା ତୁ ଭାଇ ଭଲ ପାଇବାର ଧୋକା ଖାଇକି ମଦ ପିଉଛୁ, ଆଉ ନାଳରେ ପଡ଼େ ଭାଇ, ମୁଁ ଯାଉଛି ଶୋଇବି, ଇଏ ହେଉଛି ଖେଳ। ଆଚ୍ଛା ତାପରେ ଆସିଲା ପନ୍ସ ହେଉଛି କ'ଣ, ଲୋକେଟେଡ୍ ଆଟ୍ ସେରେବ୍ରମ୍ ଆଣ୍ଡ ମେଡୁଲା ଅବଲଙ୍ଗଟା। ଇଏ ଯେଉଁ ମେଡୁଲା ଅବଲଙ୍ଗଟା, ଦେଖ ମେଡୁଲା ଅବଲଙ୍ଗଟା ଆଉ ସେରେବ୍ରମ୍, ଏଇ ଦୁଇଟାକୁ କିଏ ଦୁଇ ଜଣ ପାଖରେ ମାନେ ମଝିରେ ଲୋକେଟେଡ୍ ହେଇଛି, ଆର କିଛି କାର୍ଯ୍ୟ ନାହିଁ ପନ୍ସର। ଆଚ୍ଛା ତାପରେ ଆସିଲା କ'ଣ, ମେଡୁଲା ଅବଲଙ୍ଗଟା ଲୋକେଟେଡ୍ ଆଟ୍ ବ୍ରେନ୍ ଷ୍ଟିମ୍, କଣ୍ଟ୍ରୋଲ୍ ବ୍ଲଡ଼ ସାର୍କୁଲେସନ୍। ଇଏ ହେଉଛି ଇନଭଲ୍ୟୁଣ୍ଟାରୀ, ଆପଣଙ୍କର ବ୍ଲଡ଼ ସାର୍କୁଲେସନ୍ ଯେଉଁ ହେଉଛି ବଡି ପ୍ରତି ସେକେଣ୍ଡ, ପ୍ରତି ଲବ୍ଦବଟା 0.8 ସେକେଣ୍ଡ ଯେଉଁ ହେଉଛି, ଯେଉଁଟାକି ସିଷ୍ଟୋଲିକ୍ ପ୍ରେସର୍ 0.5, ଡାଏଷ୍ଟୋଲିକ୍ ପ୍ରେସର୍ କେତେ 0.3, ମୁଁ ବୁଝାଇଥିଲି ୟୁଟ୍ୟୁବରେ ବି ଆପଣ ଭିଡ଼ିଓ ଦେଖିବେ। ଆଚ୍ଛା
ये हूँ कौन टोटाल 0.8 सेकेंड जो आप बॉडी मूवमेंट चलती ब्लड ताकू किए कंट्रोल कर मेडुला ओब्लंगाटा कंट्रोल कर ये था ब्रेन कार्य। अच्छा तापर देख रेस्पिरेटरी सिस्टम सब इनवॉल्युंटरी जिनस आम किए कर इनवॉल्युंटरी आम कंट्रोल जो जिनस न सब किए कंट्रोल कर ना मेडुला ओब्लंगाटा कंट्रोल कर मेडुला ओब्लंगाटा है। अच्छा हो आज मात्र एतिकी थिला आमर रेस्पिरेटरी सॉरी नर्भस सिस्टम रो क्लास बुझेला पिला माने नर्भस सिस्टम रो क्लास एतिकी थिला आमे गोटे मिनट चेक हाँ पिला आउ गोटे जिनस अच्छे मुझे आपको कही दूसरी आउ नर्भस सिस्टम सेमती किसी ना मुझे जिनस दुईटा आपंकर साधा ये जो अच्छी मुझे लिखिदे आउ सेमती किसी ना ओके देख गोटे जो स्पाइनाल कॉर्ड आपंकर ना ना स्पाइनाल कॉर्ड स्पाइनाल लिखिदेल तापर ता पाखु लिखिदेव कौन कॉर्ड CORD कॉर्ड स्पाइनाल कॉर्ड अच्छी कौन दीटा जिनस अच्छी गोटे अच्छी अफरेंट नर्व। अच्छा शुण प्रथम हूँ 31 नर्व्स अच्छी स्पाइनाल नर्व्स है NERVES है नर्व्स अच्छी कौटी स्पाइनाल कॉर्ड 31टा नर्व। अच्छा से जो 31 टारू 12टा हूँ कौन ना 12टा हूँ आप कौन कहे ना क्रेनियल CRA क्रेनियल। अच्छा यहीटा हम CRANIAL क्रेनियल नर्व NERVES नर्व। अच्छा क्रेनियल नर्व रहा बुझे ओके ये हूँ कौन 12टा 31 माइनस 12 ओके 18 12 30 ताले 19टा रहा ये जो 31 नर्व रहा कथा छाड़ गोटे कथा शुण गोटे जिनस हूँ आपणकर गोटे हूँ आपणकर स्पाइनाल कॉर्ड आप लिखे स्पाइनाल कॉर्ड रे केतेटा देयर आर 2 टाइप्स ऑफ नर्व से जो 31टा तो अच्छी तो 31टा अच्छी किंतु सी कौन सारे टोटाल 31टा अच्छी बुझे जो 12टा हूँ क्रेनियल नर्व। अच्छा किंतु सी हूँ 2 प्रकार कौन नर्व अच्छी NERVES नर्व अच्छी गोटे हूँ 1 नंबर हूँ कौन ना 1 नंबर हूँ अफरेंट नर्व 1 नंबर हूँ कौन अफरेंट नर्व। अच्छा अफरेंट स्पेलिंग कौन लिखा ना AFF कौन लिखा AFF ERENT अफरेंट नर्व NERVES है अफरेंट नर्व। अच्छा आउ गोटे हूँ कौन अफरेंट नर्व आउ गोटे हूँ कौन इफरेंट EFFERENT अफरेंट नर्व ओके। अच्छा अफरेंट नर्व कौन अफरेंट नर्व हूँ सेंट्रल नर्वस सिस्टम टू ब्रेन सेंट्रल नर्वस सिस्टम CNS सेंट्रल नर्वस सिस्टम को पिला लिखि दे कौन CNS टू ब्रेन है BRAIN सेंट्रल नर्वस सिस्टम टू ब्रेन हूँ आप कौन अफरेंट नर्वस सिस्टम आउ सेंट्रल नर्वस फ्रॉम ब्रेन सेंट्रल नर्वस गोटे हूँ कौन सेंट्रल नर्वस। अच्छा प्रथम हूँ CNS देख CNS टू ब्रेन जो ब्रेन लिखले एटा हूँ कौन अफरेंट रे गला अफरेंट आउ इफरेंट रे कौन CNS फ्रॉम ब्रेन CNS फ्रॉम ब्रेन हूँ कौन इफरेंट CNS फ्रॉम ब्रेन हूँ कौन इफरेंट ERENT है ताले इफरेंट कौन ना CNS रु ब्रेन को अफरेंट कौन CNS कु ब्रेन को है गोटे अच्छे कौन ब्रेन रु आपणकर CNS आ गोटे अच्छे कौन CNS रु ब्रेन। अच्छा मु बुझे दूसरी कंचा ओडिया रे देख पिला माने गोटे कथा हूँ आपणकर हाथ एटा आपणकर हाथ बेसी आंगुली होगा 10 आंगुली। अच्छा आपणकर हाथ यहाँ आपण को गोटे मूषा कि मशा आपन को कामुला कौटी कामुला एठी कामुला है
କାମୁଡ଼ିଲା ଆପଣଙ୍କୁ ଯେତେବେଳେ ମଶାଟେ କାମୁଡ଼ୁଛି ମଶାରୁ ସେ କାମୁଡ଼ିବା ସ୍ଥାନରୁ ବ୍ରେନ୍କୁ ଗୋଟେ ଖବର ଯାଏ, କାମୁଡ଼ିବା ସ୍ଥାନରୁ ଗୋଟେ ବ୍ରେନ୍କୁ ଖବର ଯାଏ। ସେ ଖବରଟା କିଏ ଦିଏ? ଆପଣ ଲେଖିବେ ଆଫେରେଣ୍ଟ। କିଏ ଦିଏ? ନା ଆଫେରେଣ୍ଟ। ଆପଣ ଲେଖିବେ ସିଏନ୍ଏସ୍ରୁ ବ୍ରେନ୍କୁ, ସିଏନ୍ଏସ୍ରୁ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍ରୁ ବ୍ରେନ୍କୁ ଯିଏ ଖବର ଦିଏ ତାହାକୁ କୁହନ୍ତି ଆଫେରେଣ୍ଟ। ଆଚ୍ଛା, ତାପରେ ମଶା କାମୁଡ଼ିଛି ବୋଲି ବ୍ରେନ୍କୁ ଖବର ଆସିଲା, ବ୍ରେନ୍ରୁ ପୁଣି ଗୋଟେ ଖବର ଯିବ, ଯା ଯେଉଁଠି କାମୁଡ଼ୁଛି ତାକୁ ବାଁ ହାତରେ ଢୋକିନି କଷେ, ନହେଲେ ଗୋଡ଼େଇ ଦେ, ଆ ଭିତରୁ ଗୋଟେ କରେ, ପାପ କରେ ନହେଲେ ତାକୁ ଖାଇବାକୁ ଦେ, ଆ ଭିତରୁ ଗୋଟେ ତୁ ଯାହା କରୁଛୁ କରେ, ଶୀଘ୍ର କରେ। ସେଠି ଯିଏ ସେଲ୍ ଅଛନ୍ତି ସିଏ ଆସିକି କମ୍ପ୍ଲେନ୍ କରୁଛନ୍ତି, ତୁ ଶୀଘ୍ର କର, ଦେଖ ଇନଷ୍ଟାଣ୍ଟ କେତେ କାର୍ଯ୍ୟ ହେଉଛି। ଆଚ୍ଛା, ବ୍ରେନ୍ କହିଲା ଏକଥା। ସେଉଠୁ ବ୍ରେନ୍ରୁ ଯେଉଁ ଖବର ଆସିଲା ତାହା ହେଉଛି କ'ଣ? ଇଫେରେଣ୍ଟ, ଇଫେରେଣ୍ଟ ନର୍ଭ। କ୍ଲିଅର ପିଲାମାନେ? ଓକେ, ରେଡ଼ି? ଆଉ ଥରେ ଆପଣଙ୍କୁ କ'ଣ ହେଲା ନା କୁକୁର କାମୁଡ଼ିଲା, ଆପଣଙ୍କୁ କୁକୁର କାମୁଡ଼ିଲା, ଆପଣଙ୍କୁ ଯେଉଁ କୁକୁର କାମୁଡ଼ିଲା, କୁକୁର କାମୁଡ଼ା ଯେଉଁ ଜାଗାରୁ ବ୍ରେନ୍କୁ ଗୋଟେ ଖବର ଗଲା, ସାରେ ଆଉ ବ୍ରେନ୍ ଭାଇ ଆମକୁ ଜଣେ କିଏ କାମୁଡ଼ିଲା, ଆପଣ ଟିକେ ଦେଖିଲେ। ବ୍ରେନ୍ କ'ଣ କଲା? ବ୍ରେନ୍ ପାଖକୁ ଯେଉଁ ଖବର ଗଲା ସେ କିଏ ଖବର ଦେଲା? ଯେଉଁ ନର୍ଭ ମାନେ ଖବର ଦେଲେ ସେଇ ନର୍ଭକୁ କୁହନ୍ତି କ'ଣ ନା ଆଫେରେଣ୍ଟ ନର୍ଭ। କ୍ଲିଅର? ଆଚ୍ଛା, ପୁଣି ବ୍ରେନ୍ରୁ ନର୍ଭ କେଉଁଠିକି ଯିବ? ଆଖିକୁ ଗଲା, ଆଖି ଆଗେ ଦେଖିବ ହେ କୁକୁର କାମୁଡ଼ିଦେଲା, ଆଖି ଦେଖିଲା, ତାପରେ କ'ଣ ହେଲା? ପାଟି ପାଖକୁ ଯାଇତେ, ପାଟି ତ କିଛି କହିବନି, ଆଖି ପାଖକୁ ଗଲା, ଆଖି ପାଖରୁ ହାତ ପାଖକୁ ଯାଇପାରେ, ବାଡ଼ି ପାଖକୁ ଯାଇପାରେ, ତାର ଖବର ଦେଇଦେବ। ସିଏ ହେଉଛି କ'ଣ ନା ଇଫେରେଣ୍ଟ ନର୍ଭ ଯୋଗେ ଖବର ଦିଆଗଲା। ଆଶା କରିବି ଆପଣମାନେ ସମସ୍ତେ ଏ ଜିନିଷକୁ ବୁଝିପାରିଥିବେ। ଆଉ ଇତିମଧ୍ୟରେ ନର୍ଭସ୍ ସିଷ୍ଟମ୍ ଟପିକ୍ଟି ଏଇଠି ଖତମ ହେଲା। ନର୍ଭସ୍ ସିଷ୍ଟମ୍ର ଛୋଟ ଟପିକ୍, ଆଉ ଏଥିରୁ ବହୁତ ମାତ୍ରାରେ କମ୍ କୋଶ୍ଚିନ୍ ଆସେ, ପାଖାପାଖି 10% ଚାନ୍ସେସ୍ ଗୋଟେ କୋଶ୍ଚିନ୍ ଆସିବ। ବୁଝିହେଲା? ଆଶା କରି ଆପଣମାନେ ସମସ୍ତେ ବୁଝିପାରିଥିବେ।